সেটা উঠেনি, কিন্তু এইটা পুরা ধ্বংস କରିଦେଲା ସବୁ ତଳେ ନେଇଗଲା। ନେଇକି ପର୍ବତରେ ମାଡ଼ ହେଇକି ଫେର ଫେରିଲା ଯେତେବେଳେ ସେଟା ଫେର ଘାଣ୍ଟିଲା ଏଇ ଗାଁଟାକୁ। ଶୁଣିଲେ କ'ଣ କହୁଛନ୍ତି ଏ ମଉସା? ଚାହୁଁ ଚାହୁଁ କଳାବାଦଲ ଘୋଟି ଆସିବା ସହ ମାଡ଼ି ଆସିଥିଲା କାଳରୂପୀ ଝଡ଼ ବତାସ। ମାତ୍ର କେଇ ମିନିଟ୍ ଭିତରେ ସବୁ ଛାରଖାର କରିଦେଲା। ଗାଁ ପାଲଟିଗଲା ମଶାଣୀ। ଛଟପଟ ହୋଇ ମରିଗଲେ 178 ଜଣ। ଆହତ ହେଲେ ଶତାଧିକ ଲୋକ। 800ରୁ ଅଧିକ ଗାଈଗୋରୁ ବି ପ୍ରାଣ ହରାଇଲେ। ହଁ ଆଜ୍ଞା, ଏ ଘଟଣା ଠିକ୍ 48 ବର୍ଷ ତଳର। 1978 ମସିହା ଏପ୍ରିଲ ମାସ 16 ତାରିଖ। କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ ପୁରୁଣା ବାନ୍ଧଗୋଡ଼ା ଗାଁ। ଅପରାହ୍ନ ପ୍ରାୟ 4ଟା। ବୟସ୍କ ବ୍ୟକ୍ତିମାନେ ଗାଁ ବରଗଛ ତଳେ ତାସ ଖେଳରେ ମାତିଥିବା ବେଳେ ପାଖ ପଡ଼ିଆରେ ପିଲାମାନେ ଖେଳକୁଦ କରୁଥିଲେ। ଅନ୍ୟମାନେ ନିଜ ନିଜ କାମରେ ବ୍ୟସ୍ତ ଥିଲେ। ଏତିକି ବେଳେ କାଳ ଭଳି ମାଡ଼ି ଆସିଥିଲା ଝଡ଼ ବତାସ। ଗାଁ ଲୋକଙ୍କ କହିବା ଅନୁସାରେ ଉତ୍ତର ଦିଗରୁ କଳାବାଦଲ ସହ ପ୍ରବଳ ପବନ ମାଡ଼ି ଆସିଥିଲା। ଯିଏ ଯେଉଁଠି ଥିଲେ ସେଇଠି ଅଟକି ଯାଇଥିଲେ। କେହି କିଛି ବୁଝିବା ପୂର୍ବରୁ ଗାଁରେ ତାଣ୍ଡବ ରଚିଥିଲା ସେହି ପ୍ରଳୟଙ୍କରୀ ବତାସ। ମାତ୍ର 4ରୁ 5 ମିନିଟ୍ ଭିତରେ ଗାଁରୁ ଶ୍ମଶାନରେ ପରିଣତ କରିଦେଇଥିଲା ସେହି ଝଡ଼ ପବନ। ମଣିଷଠାରୁ ଆରମ୍ଭ କରି ଗାଈଗୋରୁ ଛେଳି ମେଣ୍ଢା ପର୍ଯ୍ୟନ୍ତ ଉଡ଼ାଇ ନେଇଥିଲା ପବନ। ଝଡ଼ ବତାସ ଗାଁର 178 ଜଣଙ୍କ ଜୀବନ ନେଇଥିବା ବେଳେ ପ୍ରାୟ 800ରୁ ଅଧିକ ଗୃହପାଳିତ ପଶୁଙ୍କୁ ବି ମାରି ଦେଇଥିଲା। ଏମିତିକି ଗାଁ ଦାଣ୍ଡରେ ଥିବା ଶଗଡ଼ ଗାଡ଼ି, ପଡ଼ିଆରେ ଚରୁଥିବା ଷଣ୍ଢ ବି ଉଡ଼ିଯାଇ ଗଛ ଉପରେ ଲାଖି ଯାଇଥିଲେ। ଏଇଟା ଯେତେବେଳେ ବାତ୍ୟାଟା ଆସିଲା ସିଆଡ଼ୁ ଅନ୍ଧାର କରିକି ଆସିଲା, ନାଲା ପୁରା ଦିଶୁଥାଏ। ମୁଁ ଘରେ ଥାଏ, ଦେଖିଲି ଯେ ଆଉ ଆମ ଘରେ 2ଟି ଛୁଆ ପଳେଇଛନ୍ତି ଆମ୍ବ ଗଛ କତିକି। ଆମର ଢାଗୁଆ ଘର ଥିଲା, ସେ ଢାଗୁଆ ଘର ତଳେ ସେଇ ଗୋଟେ କୋଠି ଥିଲା, ଆଗରୁ କୋଠି ଥିଲା। ସେ କୋଠି ତଳେ ଛୁଆ, ଆମ ବଡ଼ ପୁଅ ଆଉ ମୋ ସ୍ତ୍ରୀ ଆଉ ଗୋଟେ ସାନ ପୁଅ, ମୁଁ ସବୁ ସେଇଠି ରହିଗଲୁ। ଯେତେବେଳେ ବାତ୍ୟାଟା ଆସିଲା ମୁଁ ଯାଇକି ଗୋଟେ ଜାଗାରେ ଧରିକି ଏମିତି ଅନେଇଲି, ଅନେଇଲାରୁ ପୁରା ଖାଲି ନାଲା ଦୁଇଟି। ସେ କବାଟଟାକୁ ମୁଁ ଏମିତି ଧରିଛି ଟାଣିକି, ସେ ଭିତରେ ରହିଛନ୍ତି ସେମାନେ, ମୁଁ ପଦାରେ ଅଛି। ଯେ ପୁରା ନାଲା କରିକି ଯେତେବେଳେ ଆସିଲା ଆଉ କିଛି ସମୟ ଅନ୍ଧାର କରିଦେଲା। ସେ ଅନ୍ଧାର ସମୟରେ ଯାହା କ୍ଷତି କରିବା କଥା, ଆମର ଗୋଟେ ଢାଗୁଆର ଥିଲା, ଢାଗୁଆଟାକୁ ପିଟିଦେଲା ଇଏ କାଠ ଆଣିକି, ସେଟା ଭାଙ୍ଗି ଯାଇଥିଲା। ଆଉ ଏଇଟା ମନ୍ଦିର ଥିଲା ନା, ଆଗେ ଘର ଥିଲା, ଏ ଚାଳ ଘର ଲାଗି ଆମ ଘର ବି ଉଡ଼େଇ ନେଇଯାଇଛି, ସେଟା ଉଡ଼େଇନି, କିନ୍ତୁ ଏଇଟା ପୁରା ଧ୍ୱଂସ କରିଦେଲା, ସବୁ ତଳେ ନେଇଗଲା। ନେଇକି ପର୍ବତରେ ମାଡ଼ ହେଇକି ଫେର ଫେରିଲା ଯେତେବେଳେ ସେଟା ଫେର ଘାଣ୍ଟିଲା ଏଇ ଗାଁଟାକୁ। 1978 ମସିହା ଏପ୍ରିଲ ମାସ 16 ତାରିଖ। ହଠାତ୍ ଉତ୍ତର ଦିଗରୁ ଗୋଟେ କଳା ବାଦଲ ଘୋଟି ଆସିଲା। ଆମେ ଜାଣିପାରିଲୁନି ଏଟା କଣଟା ଆସୁଛି। ପ୍ରାୟ 2 ମିନିଟ୍ ଭିତରେ ଗାଁରେ ଆସିକି ପହଞ୍ଚିଗଲା। ପ୍ରବଳ ପବନ, ଯୋଉ ପବନଟାକି ଆସିକି ଧନେଇ ପାହାଡ଼ରେ ପିଟି ହେଇ ପୁଣି ଗାଁ ଭିତରେ ଘାଣ୍ଟିବାକୁ ଲାଗିଲା। ଯୋଉ ଘଣ୍ଟା ପ୍ରାୟ 3-4 ମିନିଟ୍ ଭିତରେ ଗାଁଟା ସଫା ହେଇଗଲା। ଏଥିରେ 178 ଲୋକ ଦେହତ୍ୟାଗ କଲେ, ଆଉ 700ରୁ 800 ଭିତରେ ଗୋରୁ ଗାଈ ମରିଗଲେ। ଭାରି ଦୁଃଖ ରହିଗଲା ଆଜ୍ଞା। ତାପରେ ଶହ ଶହ ଗାଡ଼ି ଆସିଲା। ଆମର ଯିଏ ଥାନା ଥିଲେ କୈଳାସ ମହାନ୍ତି, ସିଏ ରାସ୍ତା ଉପରେ ଛିଡ଼ା ହେଇ ସମସ୍ତ ଗାଡ଼ି ପଠେଇଲେ। ସମସ୍ତେ ଯିଏ ଖଣ୍ଡିଆ ଟିକେ ହେଇଥିଲା, ଯାହା ହେଇଥିଲା, ଲାଷ୍ଟ ପର୍ଯ୍ୟନ୍ତ ସେ ଉଠେଇ ନେଇଗଲେ ମେଡିକାଲକୁ। କଟକ, ଆନନ୍ଦପୁର ସବୁ ମେଡିକାଲ ଭର୍ତ୍ତି। ଆଜି 48 ବର୍ଷ ପରେ ଗାଁର ଚିତ୍ର ହୁଏତ ବଦଳି ଯାଇଛି, କିନ୍ତୁ ସେଦିନର ସେ ଘଟଣାକୁ କିନ୍ତୁ ଭୁଲି ପାରୁନାହାନ୍ତି ତାକୁ ଅଙ୍ଗେ ନିଭେଇଥିବା ଲୋକେ। ସେହି ଲୋମଟାଙ୍କୁରା ଘଟଣାକୁ ସ୍ମରଣ କରି ଓ ଦିବଂଗତ ଲୋକଙ୍କ ଆତ୍ମାର ସଦ୍ଗତି କାମନା କରି ପ୍ରତିବର୍ଷ ଗାଁରେ ଶ୍ରଦ୍ଧାଞ୍ଜଳି ସଭା ଆୟୋଜନ କରାଯାଉଛି। ଏ ବର୍ଷ ଗାଁର ପିଲାମାନେ ସେମାନଙ୍କ ପୂର୍ବପୁରୁଷଙ୍କ ସ୍ମରଣରେ ଏକ ରକ୍ତଦାନ ଶିବିର ବି ଆୟୋଜନ କରିଛନ୍ତି। ତ ଅନେକ ଜିନିଷ ଘଟି ଯାଇଛି। 48 ବର୍ଷ ବିତିଗଲାଣି। ଆପଣ ଦେଖୁଥିବେ
କିଏ ବାତ୍ୟାକୁ ବା କୌଣସି ପ୍ରାକୃତିକ ବିପର୍ଯ୍ୟୟକୁ ଗୋଟେ ଡେଷ୍ଟ୍ରକ୍ଟିଭ ୱେରେ ବା ଡେଷ୍ଟ୍ରକ୍ସନ ବୋଲି ଭାବିଲେ ଇଏ ଡେଷ୍ଟ୍ରକ୍ସନ ଆଣିଦେଇଥିଲା, କିନ୍ତୁ ତାପରେ ପରେ ଗାଁର ବି ବହୁତ ଉନ୍ନତି ହେଇଛି। ଆଜି ଯୋଉଠି ଆମେ ଛିଡା ହେଇଛନ୍ତି ସ୍କୁଲଟି ବାତ୍ୟା ପରେ ପରେ ହେଇଥିଲା, ଆପଣଙ୍କର ଯୋଉ ସ୍ୱାସ୍ଥ୍ୟ କେନ୍ଦ୍ରଟି ସେ ବି ବାତ୍ୟା ପରେ ହେଇଛି। ଏମିତି ଅନେକ ଗୁଡ଼ିଏ ଅନୁଷ୍ଠାନ ବି ଆମେ ବାତ୍ୟା ପରେ ପରେ ପାଇଛୁ, କିନ୍ତୁ ସେଇ ଯୋଉ ଅନୁଭବ ତାକୁ ଆମେ ବଖାଣିବା ସମ୍ଭବ ନୁହେଁ, ଏଠି ଅବର୍ଣ୍ଣନୀୟ। ଆମେ ସବୁ ଛୁଆ ହେଇଥିଲୁ ସେତେବେଳେ, କିନ୍ତୁ ବୟସ୍କ ଲୋକମାନେ ଯୋଉ ଘରେ ବଖାଣିଲେ ତାହା ହୃଦୟସ୍ପର୍ଶୀ। ଏବଂ ଆପଣମାନେ ଏ ବିଷୟରେ ସବୁ ଜାଣନ୍ତି, ଆମେ ଯୋଉଠି ଛିଡା ହେଇଛନ୍ତି ତାର 100 ମିଟର ଦୂରରେ ପ୍ରାୟ 150ରୁ 160 ଲୋକଙ୍କୁ ସେଠି ପୋତି ଗୋଟେ ଗାତ ଖୋଳିକି ପକାଗଲା। ସେଠି ପେଟ୍ରୋଲ ଏବଂ ନିଆଁ ଜାଳି ଦିଆଯାଇଥିଲା, ତାଙ୍କୁ ପେଟ୍ରୋଲ ପକେଇ। ସମୟ ବଦଳି ଯାଇଛି, ହେଲେ ପୁରୁଣା ବାନ୍ଧଗଡ଼ା ଗାଁର ସେ କ୍ଷତ କିନ୍ତୁ ଆଜି ପର୍ଯ୍ୟନ୍ତ ପୂରଣ ହୋଇପାରିନି। ପ୍ରତିବର୍ଷ ଏପ୍ରିଲ 16 ତାରିଖ ଆସିଲେ ଏବେ ବି ସେଦିନର ସେ ଦୃଶ୍ୟ ଦେଖିଥିବା ବୟସ୍କ ଲୋକଙ୍କ ଲୋମ ଟାଙ୍କୁରି ଉଠେ। ପ୍ରିୟ ପରିଜନଙ୍କୁ ନିଜ ଆଖି ଆଗରେ ହରାଇଥିବା ଦୃଶ୍ୟ ମନେ ପକାଇ ଏବେ ବି ପ୍ରାଣ କାନ୍ଦି ଉଠେ। ଆନନ୍ଦପୁରରୁ ମୁନା ସିଂଙ୍କ ରିପୋର୍ଟ, OTV।